ପିଲାମାନେ ଆଜି ଆମେ ପଢ଼ିବା ଆମର ପଞ୍ଚମ ଶ୍ରେଣୀର ଯେଉଁ ରହୁଛି ସାହିତ୍ୟ ବହି, ଠିକ୍ ଅଛି, 2026ର ଯେଉଁ ନୂଆ ସାହିତ୍ୟ ବହିର ଯେଉଁ ବିଷୟ ଆସିଛି ପାଠ 1ର ଗଛ କାହାଣୀ ପଦ୍ୟଟି ଆମେ ପଢ଼ିବା। ତାର ଯେଉଁ କବି ହେଉଛନ୍ତି ଡକ୍ଟର ରାମଚନ୍ଦ୍ର ନାୟକ। ଠିକ୍ ଅଛି, ତାହେଲେ ବିଷୟଟି ପଢ଼ିବା ଚାଲ। ତ ଏଠି କ'ଣ ପିଲାମାନେ ପଦ୍ୟଟି କ'ଣ କୁହାହେଉଛି? ଗଛଟି କହୁଛି, ଏ ଦେଖ ପିଲାମାନେ, ନରମ ଗଳାରେ ଗଛଟି କହଇ ଶୁଣରେ ଭଉଣୀ ଭାଇ, ଫଳ ଖାଇବାକୁ ବଳାଇଛ ମନ ଆପତ୍ତି ମୋହର ନାହିଁ। ୟା ଅର୍ଥ କ'ଣ? ଏଇଟା ଗଛ ବିଷୟରେ ଅଛି, ବୁଝିଗଲା ପିଲାମାନେ। ତ ଗଛଟି କ'ଣ ନରମ ଗଳାରେ କହୁଛି ଗଛଟି। ଆମେ କ'ଣ ନରମ ଗଳାରେ କହୁ କଥାବାର୍ତ୍ତା ଯେଉଁ କରୁ, ନରମରେ କହୁ, କିନ୍ତୁ ରାଗିଗଲେ କ'ଣ ଜୋର ଗଳାରେ କହୁ, ଚିଲେଇକି କହୁ। ସେଇ ତ ନରମ ଗଳାରେ ଗଛଟି କହୁଛି। କାହାକୁ କହୁଛି? ଶୁଣରେ ଭଉଣୀ ଭାଇ, ମାନେ ସମସ୍ତଙ୍କୁ କହୁଛି, ହେ ମୋର ସମସ୍ତେ ଭଉଣୀ ଭାଇ, ଫଳ ଖାଇବାକୁ ବଳାଇଛ ମନ। ବଳାଇଛ ମାନେ ଇଚ୍ଛା କରିଛ। ଫଳ ଖାଇବାକୁ ଯଦି ଇଚ୍ଛା କରିଛ, ଆପତ୍ତି ମୋର ନାହିଁ। ଆପତ୍ତି ମାନେ ମୋର ମନା ନାହିଁ, ମୁଁ ତୁମମାନଙ୍କୁ ମନା କରୁନାହିଁ, ହେଲା। ଆପତ୍ତି ମୋହର ନାହିଁ। ତୁମେ ଯଦି ମୋ ଗଛର ଯେଉଁ ଫଳ ଖାଇବାକୁ ଇଚ୍ଛା କରିଛ, ମୋର ଆପତ୍ତି ନାହିଁ ତୁମମାନଙ୍କୁ, ଠିକ୍ ଅଛି। କିନ୍ତୁ ତାପରେ କ'ଣ କହିଛି ଗଛଟି, ଚାଲ ଦେଖିବା। ଟାଣି ନେଉଅଛ ଡାଳକୁ ମୋହର, ଶୋଚନା ନକରି ତିଳେ, ଜାଣିପାରିବନି ପରାଣ ମୋହର ଦୁଃଖରେ କିପରି ଜଳେ। ବୁଝିଲା? ତାହେଲେ ସେ କହୁଛି କ'ଣ ଗଛଟି? ପୁଣି ଫଳ ଖାଅ, କିନ୍ତୁ ତମେ କ'ଣ କହୁଛ ନା ଟାଣି ନେଉଅଛ ଡାଳକୁ ମୋହର। ମୋ ଡାଳଟାକୁ କ'ଣ କରୁଛ? ତମେ ପୁରା ଟାଣିକିରି ଜୋରରେ ନେଇଯାଉଛ, ଯେଉଁଟାକି ମୋତେ ଭାରି କଷ୍ଟ ହେଉଛି। ଗଛ କହୁଛି ଟାଣି ନେଉଅଛ ଡାଳକୁ ମୋହର, ମୋ ଡାଳଟାକୁ ତମେ ଟାଣି ନେଉଛ। ଶୋଚନା ନକରି ତିଳେ, ଶୋଚନା ମାନେ ଟିକେ ହେଲେ ସଂକୋଚ କରୁନ। ସଂକୋଚ ମାନେ ଟିକେ ହେଲେ ଚିନ୍ତା କରୁନ ଯେ କିଏ କଷ୍ଟ ହେଉଥିବ କ'ଣ ବୋଲି, ଏଇଟା ଚିନ୍ତା କରିବାକୁ ଶୋଚନା କୁହାଯାଏ। ହେଲେ ଟିକେ ହେଲେ ଶୋଚନା ନକରି ତିଳେ, ତିଳେ ମାନେ ଟିକେ ହେଲେ, ମାନେ ମୋତେ କଷ୍ଟ ହେଉଥିବ, କ'ଣ ମୋତେ ଖରାପ ଲାଗୁଥିବ, ଏକଥା ତୁମେ ଟିକେ ହେଲେ ଚିନ୍ତା ନକରି ମୋ ଡାଳକୁ ଟାଣି ନେଉଛ। ଜାଣିପାରିବନି ପରାଣ ମୋହର ଦୁଃଖରେ କିପରି ଜଳେ। ତୁମେ ଜାଣିପାରିବନି ପରାଣ ମୋହର, ପରାଣ ମାନେ ପ୍ରାଣ, ମୋ ପ୍ରାଣ ବା ମୋ ଜୀବନଟା ଦୁଃଖରେ କିପରି ଜଳେ, ବହୁତ ଦୁଃଖରେ ମୋ ଜୀବନଟା କେତେ ଜଳେ, ମାନେ ମୋତେ କଷ୍ଟ ହୁଏ। ଗଛ କହୁଛି ଯେ ମୋ ଡାଳଟାକୁ ଯେଉଁ ବଙ୍କେଇକି ନଈକି ଭାଙ୍ଗିକି ଯେଉଁ ତୁମେ ଟାଣି ନିଅ ଫଳ ଖାଇବା ପାଇଁ, ସେଇଟା ମୋତେ ଭାରି କଷ୍ଟ ହୁଏ। ତୁମେ ଫଳ ଖାଅ, ଆରାମସେ ଖାଅ, ଯେମିତି ମୋ ଡାଳ ନ ଭାଙ୍ଗିବ, ଯେମିତି ମୋ ଡାଳକୁ କଷ୍ଟ ନ ହେବ, ସେଇଭଳି କରିକିରି ଫଳଟି ତୁମେ ଖାଅ ବୋଲି ଗଛଟି କହୁଛି। ବୁଝିଲା? ତାପରେ ଆଗକୁ ବଢ଼ିବା। এইটি তারপরে দেখো নেক্সট লাইনটি আসছে কোণ না ক্ষীর নুহে তো লোতক ধারারে নয়নু ঝরই মোর পরাণ বেদনা দেউছি বখাণী বারেক শ্রবণ কর। মানে গছ পুଣି କ'ଣ କହୁଛି? ଯେଉଁ କ୍ଷୀର ବାହାରେ ମୋ ଗଛରୁ, ମୋ ଡାଳ ଭାଙ୍ଗିଦେଲେ, ତୁମେ ଦେଖିଥିବ କୌଣସି ଗଛ ଯଦି ତୁମେ ତା ଡାଳ ଭାଙ୍ଗିଦେଲ, ସେଥିରୁ ତା ରସ ଝରେ ବା କ୍ଷୀର ଝରେ, ଆମେ କହୁ, ହଁ ନା ନାହିଁ? ଏ ଗଛ ଡାଳଟା ଭାଙ୍ଗିକି କ୍ଷୀର ଝରୁଛି କହୁ। ତ ଗଛ କହୁଛି କ'ଣ? ସେ କ୍ଷୀର ନୁହେଁ ତ, ଇଏ ହେଉଛି କ୍ଷୀର ନୁହଁ। ଆମେ ଯେଉଁ କ୍ଷୀର ପିଉ ସେ କ୍ଷୀର ନୁହଁ, ଇଏ ଲୋତକ ଧାରାରେ। ଲୋତକ ମାନେ ହେଲା ଲୁହ, ଆଖି ଲୁହ ଯେଉଁ, ତାକୁ ଲୋତକ କୁହାଯାଏ। ତ ଏଇଟା ହେଉଛି କ୍ଷୀର ଧାର ନୁହଁ ମୋର, ଏଇଟା ହେଉଛି ଲୋତକ ଧାରାରେ। ଏଇଟା ହେଉଛି ଧାରା ମାନେ ତା'ର ଯେଉଁ ଲୋତକ ଝରେ, ଲୁହ ଝରେ ମୋର, ସେଇଟା ନୟନ ଝରଇ ମୋର, ସେଇଟା ମୋ ଆଖିରୁ, ନୟନ ମାନେ ହେଲା ଆଖି, ଝରଇ ମାନେ ବହେ। ବୁଝିଲା? ତ ସେ ଯେଉଁ କ୍ଷୀର ବହେ, ତୁମେ ଭାବ ଯେ ସେ ମୋ ଗଛର କ୍ଷୀର ବହୁଛି, ସେଇଟା କ୍ଷୀର ନୁହଁ, ମୋ ଆଖିର ଲୁହ ବୋଲି ଗଛ କହୁଛି। ପରାଣ ବେଦନା ଦେଉଛି ବଖାଣି ବାରେକ ଶ୍ରବଣ କର। ପରାଣ ବେଦନା, ବେଦନା ମାନେ ହେଲା କଷ୍ଟ, ପରାଣ ମାନେ ହେଲା ନିଜ ପ୍ରାଣ, ପ୍ରାଣକୁ ପଦ୍ୟରେ ପରାଣ କୁହାଯାଇଛି, ହେଲା। ତ ପ୍ରାଣ ବେଦନା, ଆମକୁ କେଉଁଠି ଗୋଟେ କଷ୍ଟ, କେଉଁଠି ଗୋଟେ ଗୋଡ଼ ଜୋରରେ ବାଜିଗଲେ ହେ ମୋ ପ୍ରାଣ ଛାଡ଼ିଗଲା କହୁନି ଆମେ। ତ ସେଇଭଳି ଗଛ କହୁଛି ମୋର ବି ସେ ମୋର ସେଇଟା ପ୍ରାଣ ବେଦନା ମୋର ଥାଏ, ବହୁତ କଷ୍ଟ ଥାଏ, ହେଲା। ଦେଉଛି ବଖାଣି, ଦେଉଛି ବଖାଣି ମାନେ ବଖାଣୁଛି ମାନେ କହୁଛି, ମୋର ଏ ଯେଉଁ ବେଦନା ହୁଏ ମୋତେ, ସେଇ ବେଦନାର କଥା ଗୁଡ଼ା ତୁମମାନଙ୍କୁ ମୁଁ କହୁଛି, ବଖାଣୁଛି ମାନେ କହିଦେଉଛି। ବାରେକ ଶ୍ରବଣ କର, ବାରେକ ମାନେ ଥରେ ହେଲେ, ଶ୍ରବଣ କର ମାନେ ଶୁଣ। ବୁଝିଲା? ଶ୍ରବଣ ମାନେ ଶୁଣିବା। ତ ମୋର ଯେଉଁ ପ୍ରାଣର ବେଦନା କଥା ଗୁଡ଼ା କହୁଛି, ଥରେ ହେଲେ ତ ମୋ କଥାଟା ଶୁଣ ବୋଲି ଗଛ କହୁଛି। କାହାକୁ କହୁଛି?
भाई भौणी मानक सब कौच जो मैंने सब फल खावाई इच्छा कर बुझीगला आउ समस्त कौन तापर नेक्स्ट आग को देखा जन्म कालरू केते दुख सही न मानी बरसा झड़ी खरा काकर रे डाल पतर को रखी जतने भिड़ी तापर गछ कौच जन्म कालरू माने मु जेते जन्म होईची सेई कालरू केते दुख सही केते दुख कष्ट मु सहीची न मानी बरसा झड़ी दुख कष्ट सहीची वर्षा झड़ी माने झड़ी वर्षा जोर जो हुए वर्षा झड़ी पवन सबू मु सहीकी जन्म हेबा परठू माने गछटी छोटरू कौन हुए से तो बाहर थाए तापाई कौन घर थाए ना कौन थाए से बाहर थाई कि सबू कष्ट दुख पवन वर्षा सबू सही थाए हाँ ना नहीं गछ से कथा कहूँ मु बाहर जन्म काल ही दुख सहीची वर्षा झड़ी सहीची खरा काकर रे खरा भी सहीची आ काकर काकर माने तो जानी काकर जो शीत दिन में केते ठंडा पड़े शिशिर पड़े से काकर रे डाल पतर को मोर जो गछर जो डाल पत्र मोर ताकू रखीची जतने भिड़ी मो डाल पत्र भांगी जावा कथा एत कष्ट सही न पारिबा कथा कि ताकू भिड़िकी रखीची बोली गछटी कहूँ जत्न करी डाल को मोर भिड़िकी रखीची बुझीगला तापर आपको देखा पुणी गछटी कौन कहूँ पुणी गछटी कहूँ कौन आजी सीना तुमे ईर्षा करुछ देखी फल माल माल जानी पारिबनी एरूप मोहर केते साधनार फल आउ गछ कहूँ तुम्हें सीना आजी सीना तुम्हें माने तुम्हें सीना आजी देखुच देखिकी तुम्हें मत ईर्षा करुछ जे हे ये गछरे केते बढ़िया फल गुड़ाक फली बा ये आम चिंता करुचे किंतु एटा जे केते साधनार फल केते कष्ट सहिला परे जाइकी मो गछरे फल लगी आ सुंदर देखा जाउची बा स्वादिष्ट लगुच है सुस्वादु लगुच बोली तुम खाऊच कौच केते देखिकी ईर्षा करुच बोली गछ कहूँ है आज सीना तुम्हें ईर्षा करुच ईर्षा माने तुम ईर्षा करुच है हिंसा करुच जो कहती ना परस्पर ईर्षा करती से जदि भल ड्रेसटे पिंधला पिला पिला भितर जो हुए तुम देखी आउ जड़े गोटे जदि सांग तुम भल ड्रेस गोटे पिंधि तुम कह हो ता ड्रेसटा एत भल हो कही तुम ईर्षा कर से कथा गछ कहूँ तुम सीना मोर भल फल आते बड़ गछ कि जहाँ देखिकी ईर्षा कर किंतु मो फल माल माल देखिकी ईर्षा कर जानीपारबनी ए रूपे मोहर केते साधनार फल यही जो रूपटा मोर एते जो भल देखुच फल होटा केते मोर साधना केते कष्ट मु सही केते झड़ी वर्षा सही एभला केते साधना मोर फल स्वरूप यही फल मते मिली गछटी कहूँ है तापर आगू पढ़ा सानरू होइली बड़ पर्यंत सानरू होइली बड़ पर्यंत करम पथर धारे करम करम कुमूल मंतर करिण पर उपकार करे तापर से गछटी कौन कहूँ पुणी सानरू होइली बड़ पर्यंत माने एबे सानरू नहीं कि बड़ हेबा पर्यंत करम पथर धारे मु जो कर्म करने कथा ठीक नियम हिसाब रे मोर करी चली है करम को मूल मंत्र करिण पर उपकार करे तो जो निज कर्म जहा से आम करी परर उपकार रे मु सब बेले लगी थाए कौन करी कर्म को मूल मंत्र करी मंत्र मंत्र माने मंत्र करी मो कर्मटा को मेन मु भाविकी पर उपकार करे परर उपकार मु सब बेले करथाए गछ के बेले कहार खराब कर न थाए बुझेला से सब बेले कहि जे मु ठीक रास्ता रे मोर चली थाए ठीक काम करथाए परर उपकार रे सब बेले मु लागि थाए कौन पर उपकार करथाए गछटी फास्ट कौन करे गछटी हुए माने तार डाल पत्र चेर सब हूँ औषधीय काम लगे प्रथम तापर गछटी जदि सुखीगला से जालेणी हुए हाँ ना नहीं तो सब प्रकार तापर बड़ गछ हेले से पलंक बा काठर जिनस आम तैयारी करूँ तो सब प्रकार सी लगी थाए पर उपकार रे बुझीगला से भली तापर देखा चेर मूल जमीती कि कौन पर उपकार ये से कही चेर मूल ठारू डाल पतर रे फूल फल आदि करी मो चेरु नहीं पर्यंत डाल पत्र कला पर्यंत फल फल फूल फल आदि करी छाई रे आसरा देइछि सबिंकु बकल हृदय चिरी
ବୁଝିଗଲା। ସେ କହୁଛି ଚେର ବି ଦେଇଛି, ସେଇଟା ଔଷଧରେ ଲାଗିଛି, ଡାଳପତ୍ର ବି ଦେଇଛି, ଫୁଲ ଫଳ ଆଦି କରି ଫୁଲ ଫଳ ବି କରିକିରି ମଦ ଦେଇଛି। ଛାଇରେ ଆସରା, ମୋ ଗଛର ଛାଇରେ ଲୋକ ଆଶ୍ରା ନେଇଛନ୍ତି। ଆସରା ମାନେ ଆଶ୍ରା, ମାନେ ସେଠି ବସିକିରି ଛାଇ, ଆମେ ଖରାଦିନରେ ଗଛ ଛାଇରେ ଟିକେ ରହିଗଲେ କେତେ ଭଲ ଲାଗେ ଆମକୁ, ସେଠି ଲୋକମାନେ ଆଶ୍ରା ନିଅନ୍ତି ନା ନାହିଁ। ସେଇ ଗଛ କହୁଛି ମୁଁ ଛାଇ ଦେଇକି ଆଶ୍ରା ଦେଇଛି ଲୋକମାନଙ୍କୁ, ସଭିଙ୍କୁ ଦେଇଛି ସଭିଙ୍କୁ। ଆରେ ବକଳ ହୃଦୟ ଚିରି, ମାନେ ମୋ ଗଛର ଯେଉଁ ବକଳ, ବକଳ ମାନେ ଜାଣିପାରୁଛ ପିଲାମାନେ, ବକଳ ମାନେ ଗଛର ବାହାର ପଟ ଯେଉଁ ଚମଡ଼ା ଟାଇପ୍ର ଥାଏ ତାକୁ ବକଳ କୁହାଯାଏ। ସେଟାକୁ କାଟିଦେବ ଦେଖିବ ତା ଭିତରଟା ଗୋଟେ ଟାଣ ହେଇକି, ଆଉ ଗୋଟେ ବକଳଟା ଟିକେ ସ୍ଲାଇଟ୍ ନରମ ଥାଏ, ସେଟାକୁ ଯଦି କାଟିକି କାଢ଼ିଦେବ ତା ଭିତରେ ଗୋଟେ ପ୍ଲେନ୍ର ବାହାରିବ, ତ ସେ ବାହାରଟାକୁ ବକଳ କୁହାଯାଏ। ଚୋପା ଭଳିଆ ଛାଡ଼ିବ ଗଛର, ହେଲା। ସେ ବକଳ ହୃଦୟ ଚିରି, ସେ ବକଳଟା ବହୁତ ଲୋକ କ'ଣ କରନ୍ତି, ବାବା ମୁନି ଋଷିମାନେ ଯେଉଁ ଦେଖିଥିବ ସେମାନେ ବକଳ ପିନ୍ଧନ୍ତି, ପ୍ରାୟ ଗଛର ସେ ଛାଲିକୁ କାଢ଼ିକିରି ବି ପିନ୍ଧନ୍ତି। ଆଉ ସେ ବକଳ ଜାଳେଣୀ କାମରେ ବି ଲାଗେ, ଅନ୍ୟାନ୍ୟ ଔଷଧୀୟ କାମରେ ବି ଲାଗେ। ସେ ବକଳକୁ ବି ମୁଁ ଦେଇଛି, ଗଛ କହୁଛି, ବୁଝିଗଲା। ମୋ ବକଳକୁ ଚିରିକିରି ଦେଇଛି। ତାପରେ ଆହୁରି ଅଛି କ'ଣ, ଆହୁରି ଗଛ କହୁଛି ଅନ୍ତର ଫେଡ଼ିଣ କହୁଛି ତୁମକୁ, କରନି ଆକୁଳ ମୋତେ, ତୁମରି ସେବାରେ ରହିଛି ନୀତି ମୁଁ, ଖାଅରେ ଖାଇବ ଯେତେ। ତାପରେ ଗଛ କହୁଛି ଦେଖ, ଏଇଭଳି ମୁଁ ତୁମର ସବୁ ପ୍ରକାର ଉପକାର କରୁଛି, ତେଣିକି ଅନ୍ତର ଫେଡ଼ିଣ ମାନେ ମୋ ଅନ୍ତର, ବୁଝିଗଲା, ମୋ ମନ ଭିତରୁ ଯେଉଁ ଅନ୍ତର ଫେଡ଼ିଣ କହୁଛି ତୁମକୁ, ମାନେ ମୋ ଅନ୍ତର ଖୋଲିକିରି କହୁଛି ତୁମକୁ, କରନି ଆକୁଳ ମୋତେ, ମୋତେ ଆକୁଳ ବା କଷ୍ଟ ଦିଅନି। ତାର କହିବାର ଅର୍ଥ ମୋତେ ଆଉ ଆକୁଳ କରନି, କଷ୍ଟ ଦିଅନି, ବୁଝିଗଲା। ତୁମରି ସେବାରେ, ତମମାନଙ୍କ ସେବାରେ ମାନେ ସମସ୍ତଙ୍କ ସେବାରେ ରହିଛି ନୀତି ମୁଁ, ତୁମରି ସେବାରେ ମୁଁ ନୀତି ରହିଛି, ନୀତି ମାନେ ସବୁବେଳେ ରହିଛି, ସବୁଦିନ ରହିଛି। ଖାଅରେ ଖାଇବ ଯେତେ, ତୁମେ ଖାଇବ ଯେତେ ଖାଅ, କିନ୍ତୁ ମୋତେ ହଇରାଣ କରନି ବା ମୋ ଡାଳପତ୍ର ଭାଙ୍ଗନି, ବୁଝିଗଲା। ସେଇ କଥା ସେ କହୁଛି ଗଛଟି। ତାପରେ ଦେଖ ଆଗକୁ ଦେଖିବା, ମୋଫଳ ଖାଇକି ମୋହରି ଆଗରେ ଶପଥ କରରେ ରହି, ଏସାରା ଜୀବନ କରମ ପଥରେ ହେଳା ନ କରିବ କେହି। ତ ଆଉଥରେ ଗଛ କ'ଣ କହୁଛି, ଏଠି ଦେଖ, ମୋ ଫଳ ଖାଇକି ମୋହରି ଆଗରେ, ମୋ ଫଳ ଖାଅ, ଖାଇକିରି ମୋ ଆଗରେ ଏଇଠି ଥାଇକିରି ଶପଥ କରରେ ରହି, ଶପଥ କର, ରାଣ ଖାଅ, ନିୟମ କର ଏଇଠି, ଯେ କ'ଣ ନିୟମ କର, ଏଇଠି ରହିକି ନିୟମ କର, ଏସାରା ଜୀବନେ କରମ ପଥରେ, ଏଇ ଜୀବନରେ, ତମର ଯେଉଁ ଜୀବନଟା ସାରା ଜୀବନ ଯାକ ତମେ ନିଜ କର୍ମ ପଥରେ ଯାହା ବି କରୁଛ କାମ, ହେଳା ନ କରିବ କେହି, କେହି ହେଲେ ହେଳା କରିବନି, ବା ନିଜ କାମକୁ ମାନେ କାମ କରିବାରେ କେବେ ହେଲେ ହେଳା କରିବନି, ବା କ'ଣ କରିବନି, ଅଳସୁଆମୀ କରିବନି, ନିଜ କାମଟାକୁ ଠିକ୍ସେ କରିବ, ବୁଝିଗଲା। ତାପରେ ଆଗକୁ ଦେଖିବା, ଜଗତ ହିତରେ ଗଛ ଲଗାଇବ, ସବୁ ଜିମା ଜୀବ ଭରି, ଧରଣୀ ହସିଲେ ଆମ ପରିବେଶ ହେବ ନାହିଁ ହତ ସିରି, ବୁଝିଗଲା। ତାପରେ ଲାଷ୍ଟକୁ କ'ଣ କହିଛି ଗଛ, ଯଦି ଜଗତ ହିତରେ, ଜଗତ ମାନେ ଏଇ ଦୁନିଆ, ବୁଝିଗଲା, ଏଇ ଦୁନିଆ କ'ଣ କୁହାଯାଏ, ଜଗତ କୁହାଯାଉଛି, ହେଲା। ତ ଏଇ ଦୁନିଆର ହିତରେ, ହିତ ମାନେ କ'ଣ, ଭଲ, ଭଲ ପାଇଁ, ହିତ ମାନେ ଭଲ, ତ ଏଇ ଜଗତ ହିତରେ, ଏଇ ଦୁନିଆର ଭଲ ପାଇଁ ଗଛ ଲଗାଇବ, ଗଛ ମାନେ ଲଗେଇବ, ସବୁ ଜିମା ଯିବ ଭରି, ସବୁ ଜିମା ମାନେ ସବୁଜ ହେଇଯିବ ଚାରିଆଡ଼େ, ବୁଝିଗଲା, ସବୁଆଡ଼େ ଗଛ ହେଇଗଲେ ସବୁଜ ଦେଖାଯିବ, ସବୁ ଜିମା ହେଇଯିବ ଭରି, ହେଲା। ଧରଣୀ ହସିଲେ, ଧରଣୀ ମାନେ କ'ଣ, ପୃଥିବୀ, ଏଇ ପୃଥିବୀଟାକୁ ଧରଣୀ କୁହାଯାଏ, ପୃଥିବୀର ଅନ୍ୟ ନାମ ହେଲା ଧରଣୀ। ତାହେଲେ ପୃଥିବୀ ହସିଲେ, ଗଛ ଚାରିଆଡ଼େ ଯଦି ହେଲା, ଧରଣୀଟା ପୁରା ସବୁଜ ସୁନ୍ଦର ଦେଖାଯିବ, ପୁରା ସୁନ୍ଦର ଦେଖାଗଲେ ପୃଥିବୀ ଏଇଟା କୁହାଯାଇଛି, ପୃଥିବୀ ହସିଲେ ବା ଧରଣୀ ହସିଲେ ଆମ ପରିବେଶ ହେବ ନାହିଁ ହତଶିରି। ତାହେଲେ ଯେଉଁଠାରେ ଗଛ ନଥିବ ଦେଖିବ ବହୁତ ଗରମ ସେଠି ହେଉଥିବ, ଖରା ମାରୁଥିବ, ଟାଇଁ ଟାଇଁ ଟିକିଏ ହେଲେ ପବନ ସେଠି ଥଣ୍ଡା ପବନ ଟିକେ ବହୁନଥିବ, ଗଛଟେ ଥିଲେ ସିନା ଥଣ୍ଡା ପବନ ବହିବ, ତାପରେ ସେ ଏରିଆଟା ସୁନ୍ଦର ଦେଖାଯିବ, ସବୁ ପ୍ରକାର ସେଠି ଭଲ ଲାଗିବ। କିନ୍ତୁ ଯଦି ଗଛଟେ ନଥିବ ଦେଖିବ ସେଇ ଫାଙ୍କା ଜାଗାଟା ପୁରା ଗରମ ବି ଲାଗୁଥିବ, ପୁରା ଯେମିତି କିଛି ନାହିଁ ଭଳିଆ ଲାଗୁଥିବ, ବୁଝିଗଲା, ହତଶିରି ଭଳିଆ ଲାଗୁଥିବ। ତ ସେଇ କଥା ସେ କହିଛି। ତେଣୁ ଆମ ପରିବେଶ ଯଦି ଧରଣୀ ହସିଲେ, ଏଇ ପୃଥିବୀଟା ଯଦି ଗଛ ଲାଗିକି ସୁନ୍ଦର ଦେଖାଯିବ, ଆଉ ହସିବ, ସୁନ୍ଦର ଦେଖାଗଲେ ଆମ ପରିବେଶ
ହେବ ନାହିଁ ହତଶିରି କେବେ ହତଶିରି ବା ଅସୁନ୍ଦର କେବେ ହେବ ନାହିଁ ବା ଅବାଗିଆ ହେବ ନାହିଁ ବୁଝିଗଲା ସବୁବେଳେ ସୁନ୍ଦର ଲାଗିବ ଆଉ ସେ ପରିବେଶଟା ବି ଆମକୁ ଭଲ ରହିବ ବୁଝିଗଲା ପିଲାମାନେ ଦେଖିଲ କେତେ ବଢ଼ିଆ ପଦ୍ୟଟି ୟାର ଯେଉଁ ପ୍ରଶ୍ନ ଉତ୍ତର ଆମେ ନେକ୍ସଟ ଚାପ୍ଟରରେ ବା ନେକ୍ସଟ ଟାଇମ୍ କରିବା ବୁଝିଗଲା ପିଲାମାନେ ଚ୍ୟାନେଲଟିକୁ ଲାଇକ୍ ଆଉ ସବସ୍କ୍ରାଇବ୍ କରିଦେବ ପ୍ରାୟ ଆମର ସବୁ ବିଷୟର ଓଡ଼ିଆ ମିଡ଼ିୟମର ଆମର ସବୁ ବିଷୟ ଛଡ଼ା ହେଉଛି ଏଥିରେ ଠିକ୍ ଅଛି।